ଭଦ୍ରକ ଜିଲ୍ଲା ରାଧାନାଥପୁର ଗ୍ରାମରେ ନିଖୋଜ ନାବାଳିକାଙ୍କ ମୃତଦେହ ନିକଟ କୋଷ୍ଟ କେନାଲରୁ ଉଦ୍ଧାର ହୋଇଛି। ଭଦ୍ରକ ଓଡ୍ରାଫ ଓ ବାସୁଦେବପୁର ଦମକଳ ବାହିନୀ ଟିମ୍ କୋଷ୍ଟ କେନାଲରେ ଖୋଜାଖୋଜି କରି ମୃତଦେହକୁ ପାଣିରୁ ପାଇଥିଲେ ଏବଂ ମୃତ ନାବାଳିକାକୁ ହତ୍ୟା କରି କେହି କେନାଲରେ ଫିଙ୍ଗି ଦେଇଥିବା ସନ୍ଦେହ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନର ତଦନ୍ତ ଜାରି। ଛତ୍ରପୁର ଥାନା ପୋଲିସ ଓ ମାଜିଷ୍ଟ୍ରେଟ ମିଳିତ ଚଢଉ କରି ସୁନ୍ଦରପୁର ଗ୍ରାମ ଟାୱାର ସାହିର ଜଣେ ବ୍ୟକ୍ତିଙ୍କ ଘରୁ ବେଆଇନ ଭାବେ ଗଚ୍ଛିତ ଥିବା 10 ଲକ୍ଷ ଟଙ୍କାର ବାଣ ଜବତ କରିଛି ଏବଂ ଏହି ମାମଲାରେ ଜଣେ ଯୁବକଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି କରିଛି। Preview. Audio Jungle. Preview. ଆଜିଠୁ ବିଧାନସଭାର ମୌସୁମୀକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଂଗତ ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମା ମଧ୍ୟ ସମର୍ଥନ କରିଛନ୍ତି। ଏହାସହ ବାଚସ୍ପତି ସୁରମା ପାଢୀ ବିଧାନସଭାର ଗୃହ କାର୍ଯ୍ୟ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି। Preview. କନ୍ଧମାଳ ଜିଲ୍ଲାର କଳିଙ୍ଗାଘାଟରେ ସୃଷ୍ଟି ହୋଇଥିବା ଭୂସ୍ଖଳନରେ 2 ଦିନ ହେଲା ଗାଡି ଚଳାଚଳ ହୋଇପାରୁନାହିଁ। ଭୂସ୍ଖଳନ ସ୍ଥାନରେ ସୃଷ୍ଟି ହୋଇଛି ଆଉ ଏକ ଝରଣା। ଯେଉଁ ରାସ୍ତାରେ 24 ଘଣ୍ଟା ଧରି ଯାନବାହନ ଚଳାଚଳ କରୁଥିଲା, 2 ଦିନ ହେଲା ଉକ୍ତ ରାସ୍ତା ଶୂନଶାନ ହୋଇପଡିଛି ଏବଂ ଘାଟିର ଦୃଶ୍ୟ ଦେଖିବାକୁ ଆଜି ଶହ ଶହ ଲୋକଙ୍କ ଭିଡ ଜମିଛି। Preview. ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ସେ ନିମୋନିଆରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଭଗବାନ କରନ୍ତୁ ତାଙ୍କୁ ଦୀର୍ଘାୟୁ ରଖନ୍ତୁ ଏବଂ ତାଙ୍କ ସଙ୍ଗୀତ ଓ ଗୀତର ଯାଦୁରେ ଓଡ଼ିଶାବାସୀଙ୍କୁ ବାନ୍ଧି ରଖନ୍ତୁ। Preview. କଟକ ଜିଲ୍ଲା ଆଠଗଡର ମାନସ ବସ୍ତିଆଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ବହିଷ୍କୃତ ହୋଇଛନ୍ତି। ଏନେଇ ବିଜେଡି ଉପସଭାପତି ପ୍ରତାପ ଜେନା ନିର୍ଦ୍ଦେଶନାମା ଜାରି କରିଛନ୍ତି। Preview. Audio Jungle. Preview. Preview. କର୍ଣ୍ଣାଟକର ବିଜୟପୁରା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଡ ଧରଣର ଡକାୟତି। 3 ଜଣ ମୁଖା ପିନ୍ଧା ଡକାୟତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଛୁରୀ ଦେଖାଇ ଭୟଭୀତ କରାଇବା ସହ ସେମାନଙ୍କୁ ବାନ୍ଧି ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ 20 କୋଟି ଟଙ୍କା ହେବ ବୋଲି ସୂଚନା। Preview. ଭାରତୀୟ ନିର୍ବାଚନ କମିଶନ ଇଭିଏମ ବାଲଟ ପେପରର ନକ୍ସା ସଂଶୋଧନ କରିଛନ୍ତି। ବର୍ତ୍ତମାନ ଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ ବାଲଟ ପେପରରେ ରଙ୍ଗୀନ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫର 3/4 ସ୍ଥାନରେ ରହିବ ଏବଂ କ୍ରମିକ ସଂଖ୍ୟା ଗୁଡିକ ମଧ୍ୟ ଅଧିକ ପ୍ରମୁଖ ଭାବରେ ପ୍ରଦର୍ଶିତ ହେବ। Preview. ମହାରାଷ୍ଟ୍ରର ଗଡଚିରୋଲି ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ 2 ମହିଳା ନକ୍ସଲ ନିହତ ଏବଂ ଅନ୍ୟ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ଏକ ପିସ୍ତଲ AK-47 ଏବଂ ବହୁ ମାଓ ସାମଗ୍ରୀ ଜବତ ହୋଇଛି। Preview. Audio Jungle. Preview. Preview. Audio Jungle. Audio Jungle. Preview.
ଛତିଶଗଡ଼ ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ 12 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ରବିନସନ ଗରିଆଙ୍କ ନିକଟରେ 12 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ଏବଂ ଏମାନଙ୍କ ନାମରେ ସରକାର 18 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। Preview.